ସୁଦାମା ଜୟ ଭୀରୁ ଭଳି ଦୋସ୍ତି ତ ଆପଣ ମାନେ ଶୁଣିଥିବେ, କିନ୍ତୁ ଆଜିର ଜମାନାରେ ସାଙ୍ଗ ପାଇଁ ଜୀବନକୁ ବାଜିରେ ଲଗାଇବା ଖୁବ୍ କମ୍ ଦେଖିବାକୁ ମିଳେ। ସ୍କୁଲ କଲେଜ ପରେ ପ୍ରାୟତଃ ସମସ୍ତେ ନିଜ ନିଜ ଭବିଷ୍ୟତ ପାଇଁ ଆଗକୁ ବଢି ଯାଆନ୍ତି, ଆଉ ବନ୍ଧୁତ୍ୱ କେଉଁଠି ନା କେଉଁଠି ପଛରେ ରହିଯାଏ। କିନ୍ତୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ନିଜ ବନ୍ଧୁର ମୃତଦେହ ଉଚ୍ଚତମ ବରଫ ପାହାଡରୁ କାଢି ଆଣିବାକୁ ଆଗେଇ ଆସିଛନ୍ତି ନେପାଳୀ ପର୍ବତାରୋହୀ ମିଙ୍ଗମାଞ୍ଜି। ପାକିସ୍ତାନ ବ୍ରଡ ପିକ୍ରେ ହିମସ୍ଖଳନରେ ମୃତ୍ୟୁବରଣ କରିଥିବା ବିଶ୍ୱ ପ୍ରସିଦ୍ଧ ପର୍ବତାରୋହୀ ନିର୍ମଳା ପୂର୍ଜା ଯେ ନିମ୍ସ୍ତାଇ ନାମରେ ପରିଚିତ, ତାଙ୍କ ମୃତଦେହ ଉଦ୍ଧାର ପାଇଁ ମିଙ୍ଗମାଞ୍ଜି ଏକ ବିପଦପୂର୍ଣ୍ଣ ଅଭିଯାନ ଆରମ୍ଭ କରିଛନ୍ତି। ଗତ ସପ୍ତାହରେ ପାକିସ୍ତାନର କାରାକୋରମ ପର୍ବତମାଳାର ବ୍ରଡ ପିକ୍ରେ ଘଟିଥିଲା ଭୟଙ୍କର ହିମସ୍ଖଳନ। ଏହି ଦୁର୍ଘଟଣାରେ 10 ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିଲା। ତେବେ ଉଦ୍ଧାରକାରୀ ଦଳ 8 ଜଣଙ୍କ ମୃତଦେହ ଚିହ୍ନଟ କରିଥିବା ବେଳେ 4 ଜଣଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିପାରିଛନ୍ତି। କିନ୍ତୁ ନିର୍ମଳ ପୂର୍ଜା, ଚୀନ ପର୍ବତାରୋହୀ ୱାଙ୍ଗଜୋଙ୍ଗ ଏବଂ ନିମା ଶେର୍ପାଙ୍କ ମୃତଦେହ ପ୍ରାୟ 5000 ମିଟର ଉଚ୍ଚତାରେ ଏବେ ବି ଫସି ରହିଛି। ନିର୍ମଳା ପୂର୍ଜାଙ୍କ ବନ୍ଧୁ ମିଙ୍ଗମାଞ୍ଜି କହିଛନ୍ତି ଯେ ପାହାଡର ବିପଦ ସମ୍ପର୍କରେ ସେ ଭଲ ଭାବେ ଅବଗତ, ତଥାପି ନିଜ ସହଯୋଗୀ ଓ ବନ୍ଧୁମାନଙ୍କ ପ୍ରତି ସମ୍ମାନ ଜଣାଇ ସେ ଏହି ରିକଭରି ମିଶନରେ ନିଶ୍ଚିତ ଯିବେ। ସେପଟେ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ହେଲିକପ୍ଟର ଉଡ଼ାଣ ସମ୍ଭବ ହୋଇନଥିବା ବେଳେ ନୂଆ ହିମସ୍ଖଳନ ମଧ୍ୟ ଉଦ୍ଧାରକାରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବ୍ୟୁରୋ ରିପୋର୍ଟ, ଅସ୍ମିତା ଟିଭି।